ନମସ୍କାର ଦର୍ଶକ ମଣ୍ଡଳୀ, ଜୟ ଜଗନ୍ନାଥ। ଆଜି ହେଉଛି ଫେବୃଆରୀ ମାସ 5 ତାରିଖ। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ କରିଦିଅନ୍ତୁ। ତା ପୂର୍ବରୁ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ପ୍ରତିଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ। ଏବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ମଦ ପିଇ ଚଳାଇଲେ ଆକ୍ସନ୍। ହଳଦିଆପଦର ବସ୍ଷ୍ଟାଣ୍ଡରେ ଆମ ବସ୍ ଡ୍ରାଇଭରଙ୍କୁ ଚେକିଂ ଆଉ ଢିଲା ନାହିଁ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପରିବହନ ବିଭାଗ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଆକ୍ସନ୍। ଏଣିକି ଆଉ ଅମାନିଆ ଆମ ବସ୍ ଡ୍ରାଇଭରଙ୍କୁ ମିଳିବନି ଆଶ୍ୱସ୍ତି। ରବିବାର ହଳଦିଆପଦର ବସ୍ଷ୍ଟାଣ୍ଡଠାରେ ଅଚାନକ ଆମ ବସ୍ ଗୁଡ଼ିକୁ ଚଢ଼ାଉ କରି ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚେକିଂ କରାଯାଇଛି। ଡ୍ରାଇଭରଙ୍କ ପାଟିରେ ବ୍ରେଥରୋଲ୍ ମେସିନ୍ ଲଗାଇ ଡ୍ରଙ୍କ ମଦ୍ୟପାନ ଏବଂ ବିଭିନ୍ନ ପ୍ରକାର ଚେକିଂ କରାଯାଇଛି। ଏହା ଦେଖି ବସ୍ ଚାଳକଙ୍କ ମଧ୍ୟରେ ଛନକା ଦେଖାଯାଇଛି। ଯେଉଁ ଡ୍ରାଇଭର ମଦ୍ୟପାନ କରି ଆମ ବସ୍ ଚଲାଉଥିଲେ ତାଙ୍କ ବିରୁଦ୍ଧରେ ଆକ୍ସନ୍ ହେବ। ଏହି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ଆର୍ଟିଓ ଦେବାଶିଷ ସ୍ୱାଇଁ ସୂଚନା ଦେଇଛନ୍ତି। କ୍ରୁଟ୍ କ୍ୟାପିଟାଲ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ପକ୍ଷରୁ 20ଟି ଆମ ବସ୍ ଚାଲୁଅଛି। ଏହି ଚଢ଼ାଉ ବେଳେ ଗଞ୍ଜାମ ଆର୍ଟିଓ ଦେବାଶିଷ ସ୍ୱାଇଁ, ଜୁନିୟର ଏମ୍ଭିଆଇ ତାରାକାନ୍ତ ନନ୍ଦଙ୍କ ସମେତ ଏନ୍ଫୋର୍ସମେଣ୍ଟ ଟିମ୍ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଶନିବାର ଭୁବନେଶ୍ୱରରେ ଆମ ବସ୍ ଦୁର୍ଘଟଣା ଯୋଗୁଁ ଜଣଙ୍କ ମୃତ୍ୟୁ ଘଟିଥିଲା, ଯାହାଫଳରେ ପରିବହନ ବିଭାଗ ପକ୍ଷରୁ ଆକ୍ସନ୍ ଆରମ୍ଭ ହୋଇଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଦିଗପହଣ୍ଡି ଦୁର୍ଘଟଣା। ଆହତଙ୍କୁ ଭେଟିଲେ ପରିବହନ ମନ୍ତ୍ରୀ, ବିଧାୟକ। ରେଡ୍କ୍ରସ ପାଣ୍ଠିରୁ ସହାୟତା ଘୋଷଣା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚିକିଟି ମୁଖ୍ୟ ରାସ୍ତାର ଝାଟିପିଆ ଗ୍ରାମ ନିକଟରେ ରବିବାର ସକାଳ ପ୍ରାୟ 9ଟାରେ ଯାତ୍ରୀବାହୀ ମିନିବସ୍ ନମ୍ବର OR07J3338 ସହ ଶୁଖୁଆ ବୋଝେଇ ପିକଅପ୍ ଭ୍ୟାନ୍ ନମ୍ବର OD17 AF8207 ମୁହାଁମୁହିଁ ଧକ୍କା ହେବାରୁ 31 ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ 8 ଡାକ୍ତର ନିଯୁକ୍ତ ଥିବା ସତ୍ତ୍ୱେ କେବଳ ଦନ୍ତ ଚିକିତ୍ସକ ଡକ୍ଟର ଅଜିତ କୁମାର ରଥ ଉପସ୍ଥିତ ଥିବାରୁ ଦିଗପହଣ୍ଡି ଏନ୍ଏସି ଉପାଧ୍ୟକ୍ଷା ପ୍ରତିନିଧି କେ କୁନା ପ୍ରମୁଖ ବହୁ ସଂଖ୍ୟକ ସାମାଜିକ କର୍ମୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋ ହଲ୍ଲା କରିଥିଲେ। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ 7 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇଁ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଧାୟକ ଡକ୍ଟର ସିଦ୍ଧାନ୍ତ ମହାପାତ୍ର, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ବଡ଼ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସାଧୀନ ଆହତମାନଙ୍କୁ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଜିଲ୍ଲାପାଳ ଗୁରୁତର ଆହତମାନଙ୍କୁ 30,000 ଏବଂ ଅନ୍ୟ ଆହତମାନଙ୍କୁ 20,000 ଟଙ୍କା ରେଡ୍କ୍ରସ ପାଣ୍ଠିରୁ ଅନୁକମ୍ପାମୂଳକ ଚିକିତ୍ସା ସହାୟତା ଦିଆଯିବ ବୋଲି ଘୋଷଣା କରିଥିବା ଜଣାପଡ଼ିଛି। ପରବର୍ତ୍ତୀ ଖବର, ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ। 25ରୁ ଉର୍ଦ୍ଧ୍ୱ ଛାତ୍ର। ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଅଭାବନୀୟ ଘଟଣା। 25ରୁ ଉର୍ଦ୍ଧ୍ୱ ଛାତ୍ର ଜଣ୍ଡିସ୍ ହେପାଟାଇଟିସ୍ ଏ ଆକ୍ରାନ୍ତ ହୋଇଛନ୍ତି। ରବିବାର ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ପ୍ରକାରରେ ଅକ୍ଟୋବର ମାସରୁ ପୂଜା ଛୁଟିରୁ ଫେରିବା ପରେ ଜଣେ ଛାତ୍ର ଥଣ୍ଡା ଜ୍ୱରରେ ପୀଡ଼ିତ ହୋଇଥିଲେ। ତାଙ୍କଠାରେ ହେପାଟାଇଟିସ୍ ଏ ଲକ୍ଷଣ ଦେଖାଯାଇଥିଲା। ପରେ ନଭେମ୍ବର ମାସରେ 6 ଜଣ, ଡିସେମ୍ବର ମାସରେ 9 ଜଣ ଆକ୍ରାନ୍ତ ହୋଇଥିବା ଆଜି ହଠାତ୍ ଅପରାହ୍ନ 10 ଜଣ ଛାତ୍ର ଭୀଷଣ ଥଣ୍ଡା ଜ୍ୱରରେ ପୀଡ଼ିତ ଛାତ୍ରଙ୍କୁ ମେଡିକାଲ ନିଆଯାଇଥିଲା। ଟେଷ୍ଟ ପରେ ତାଙ୍କ ଦେହରେ ହେପାଟାଇଟିସ୍ ଏ ଅର୍ଥାତ୍ ଜଣ୍ଡିସ୍ର ପ୍ରଥମ ଲକ୍ଷଣ ଚିହ୍ନଟ ହୋଇଥିଲା। ଖବର ପାଇ ପରିବାର ଲୋକେ ପହଞ୍ଚିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିବା ବିଦ୍ୟାଳୟ ଉପାଧ୍ୟକ୍ଷ ଏନ୍.ସି. ଚକ୍ର ସୂଚନା ଦେଇଛନ୍ତି। ଉପାଧ୍ୟକ୍ଷ ସୂଚନା ପ୍ରକାରରେ ଏହି ବିଦ୍ୟାଳୟରେ 6ଠୁ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ 570 ଛାତ୍ର ରହୁଛନ୍ତି। ଏହି ଘଟଣା ପରେ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଆସନ୍ତାକାଲି ସମସ୍ତ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। କୌଣସି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ପଠାଯିବା ବ୍ୟବସ୍ଥା କରାଯିବ। ଛାତ୍ରାବାସରେ ରହୁଥିବା ପିଲାଙ୍କ ସ୍ୱଚ୍ଛତା ଉପରେ ସଚେତନ କରାଯିବ। ଖାଇବା ପୂର୍ବରୁ ହାତ ଭଲ ଭାବରେ ଧୋଇବେ। ଝାଡ଼ା ଶୌଚ ପରେ ହାତ, ଗୋଡ଼, ମୁହଁ ଭଲ ଭାବେ ଧୋଇବେ। କେବଳ ଫଟୋ ପାଣି ପିଇବେ। ଅନ୍ୟର ବୋତଲ, ଥାଳି ବ୍ୟବହାର କରିବେ ନାହିଁ। ଏ ଦିଗରେ ବ୍ୟାପକ ସଚେତନ କରାଯିବ ବୋଲି କହିଛନ୍ତି। ପରବର୍ତ୍ତୀ ଖବର, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। 2ଟି ଟ୍ରଙ୍କରେ 30,000 ଚାର୍ଜସିଟ୍ ଦାଖଲ। ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କଲା ପୋଲିସ। 2ଟି ଟ୍ରଙ୍କରେ ଏହି ଚାର୍ଜସିଟ୍ ରହିଛି। ପ୍ରାୟ 30,000 ପୃଷ୍ଠାର ଚାର୍ଜସିଟ୍ ବୋଲି ଶୁଣିବାକୁ ମିଳିଛି। ଏହି ମାମଲାର ତଦନ୍ତକାରୀ ଅଧିକାରୀ ତଥା ବ୍ରହ୍ମପୁର ଟାଉନ ଏସ୍ଡିପିଓ ସନ୍ଧ୍ୟାରେ ଜିଲ୍ଲା ଜଜ୍ କୋର୍ଟ ପରିସରରେ ଥିବା
ସିଏସ୍ଆଇ ଅଫିସରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛନ୍ତି। ଉକ୍ତ ମାମଲାଟି ଏସ୍ଡିଜିଏମ୍ କୋର୍ଟରେ ରହିଛି। ସେ ସମସ୍ତ ଚାର୍ଜସିଟ୍ ଉକ୍ତ କୋର୍ଟରେ ଦାଖଲ ହେବ ବୋଲି ଜଣାପଡ଼ିଛି। ସ୍ୱତନ୍ତ୍ର ଟ୍ରଙ୍କ ପେଢ଼ିରେ ଏହି ଚାର୍ଜସିଟ୍ କୋର୍ଟକୁ ନେଇ ଆସିଥିଲା ପୋଲିସ। ଅନ୍ୟପଟେ ଏନେଇ ବରହମପୁର ଏସ୍ପିଙ୍କୁ ପଚରାଉଚରା ସେ ଏନେଇ କିଛି କହିବି ନାହିଁ ବୋଲି କହିଛନ୍ତି। ପୂର୍ବରୁ ଗତ ଡିସେମ୍ବର 9 ତାରିଖରେ ମାମଲାର ସିଡି ତଥା କେସ୍ ଡାଏରୀ ଦାଖଲ କରିଥିଲା ପୋଲିସ। ଏହି ମାମଲାରେ ପୋଲିସ ଗିରଫ କରିଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ରହିଛନ୍ତି ବରହମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ, ବିଜେଡି କର୍ପୋରେଟର ମଳୟ ବିଷୋଇ, ବିଜେଡି ନେତା ମଧ୍ୟନ ଦଳେଇ ରହିଛନ୍ତି। ଏହି ମାମଲାରେ ଜାମିନ ପାଇଁ ବିକ୍ରମ ପଣ୍ଡା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପ୍ରକାଶ ଥାଉ କି ଗତ ଅକ୍ଟୋବର 6 ତାରିଖ ରାତିରେ ବୈକୁଣ୍ଠନଗର ଛକରେ ପୀତବାସ ପଣ୍ଡାକୁ ଗୁଳି କରି ହତ୍ୟା କରାଯାଇଥିଲା। ପରବର୍ତ୍ତୀ ଖବର, ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ କଂସ ମହାରାଜ। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ପାପର ପ୍ରାୟଶ୍ଚିତ ପାଇଁ ପୁରୀରେ ପହଞ୍ଚିଛନ୍ତି ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରିଥିବା ସୁଶୀଲ ମେହେର। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସରିବା ପରେ ସୁଶୀଲ ପୁରୀ ଆସି ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କରିଛନ୍ତି। ପଇତା ବିସର୍ଜନ ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି କଂସ ମହାରାଜ। ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା ମାଗିଛନ୍ତି। ସୂଚନାଯୋଗ୍ୟ, ବରଗଡ଼ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଡିସେମ୍ବର 24ରୁ ଆରମ୍ଭ ହୋଇ ଦୀର୍ଘ 11 ଦିନ ଚାଲିବା ପରେ 2024 ଜାନୁଆରୀ 3ରେ ଶନିବାର ଏହା ଉଦ୍ଯାପିତ ହୋଇଯାଇଛି। ଏଥର ମହୋତ୍ସବରେ ଅଭିନୟ ପାଇଁ କଂସଙ୍କ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଥିଲା। ଏଥିରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ କଂସ ଭୂମିକାରେ ଅଭିନୟ କରିଥିଲେ। ପରବର୍ତ୍ତୀ ଖବର, ରାଗରେ ଜ୍ୱଲୁଛି ବାଂଲା କ୍ରିକେଟ ବୋର୍ଡ। ବିଶ୍ୱକପ୍ ଖେଳିବାକୁ ଆସିବେନି ଭାରତ। ସେପଟେ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି। ବାଂଲାଦେଶ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କ ଆଇପିଏଲ୍ ରିଲିଜ୍ ପରେ ଖେଳାଳିଙ୍କ ସୁରକ୍ଷା ଚିନ୍ତାକୁ ଦର୍ଶାଇ ଏବଂ ଆଇସିସିକୁ ସେମାନଙ୍କ ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଆନୁଷ୍ଠାନିକ ଭାବେ ଅନୁରୋଧ କରି ବାଂଲାଦେଶ 2026 ଟି20 ବିଶ୍ୱକପ୍ ପାଇଁ ଭାରତ ଯାତ୍ରା କରିବାକୁ ମନା କରିଦେଇଛି। ବାଂଲାଦେଶ କ୍ରିକେଟ ବୋର୍ଡ ବିସିବି ନିଶ୍ଚିତ କରିଛି ଯେ ବାଂଲାଦେଶ 2026 ଟି20 ବିଶ୍ୱକପ୍ ପାଇଁ ଭାରତ ଯାତ୍ରା କରିବ ନାହିଁ। ତେବେ ଆଇପିଏଲ୍ରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ବିଦାୟ କରାଯିବା ପରେ ଏବେ ରାଗରେ ଜ୍ୱଲୁଛି ବାଂଲା କ୍ରିକେଟ ବୋର୍ଡ। ଅନେକ ବାଦ ବିବାଦ ପରେ ତାଙ୍କୁ ଶନିବାର କୋଲକାତା ନାଇଟ୍ ରାଇଡର୍ସ ରିଲିଜ୍ କରିଥିଲା। ଏବେ ସେଠାକାର କ୍ରିକେଟ ବୋର୍ଡ ଟି20 ବିଶ୍ୱକପ୍ ମୁକାବିଲାର ଖେଳସୂଚୀ ପରିବର୍ତ୍ତନ ପାଇଁ ଦାବି କରିଛି। ପରବର୍ତ୍ତୀ ଖବର, ନୂଆ ବର୍ଷରେ ବଡ଼ ଖୁସି ଖବର। ଆକାଉଣ୍ଟରେ ଜମା ହେବ 6,000 ଟଙ୍କା। ଜାଣନ୍ତୁ କେଉଁମାନଙ୍କୁ ମିଳିବ ଟଙ୍କା। କେନ୍ଦ୍ର ସରକାର ନୂଆ ବର୍ଷ 2026 ଆରମ୍ଭରେ ଚାଷୀମାନଙ୍କୁ ଖୁସି ଖବର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଷାନ ସମ୍ମାନ ନିଧି ଯୋଜନାରେ ନିବେଶ ସହାୟତା ପାଇବା ପାଇଁ ଚାଷୀମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବର୍ଷ ମଧ୍ୟ 3ଟି କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ୟାସ୍ ଜମା କରାଯିବ। ସରକାର ପ୍ରତି 4 ମାସରେ 2,000 ଟଙ୍କା ପ୍ରଦାନ କରୁଛନ୍ତି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ପାଣ୍ଠି ଫେବୃଆରୀରେ ଜାରି ହେବାର ସମ୍ଭାବନା ଅଛି। ଗତ ବର୍ଷ ନଭେମ୍ବର ଶେଷ ପର୍ଯ୍ୟାୟରେ କିସ୍ତି ବଣ୍ଟନ କରାଯାଇଥିଲା। ସେହି ସମୟସୀମା ଶେଷ ହେବା ପରେ କର୍ତ୍ତୃପକ୍ଷ ଫେବୃଆରୀ ପ୍ରଥମ ସପ୍ତାହରେ 22ତମ ପର୍ଯ୍ୟାୟ ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା କରୁଛନ୍ତି। ଏହା ଦେଶର କୋଟି କୋଟି ଚାଷୀଙ୍କୁ ସେମାନଙ୍କର ଚାଷ ଖର୍ଚ୍ଚ ପାଇଁ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଲକ୍ଷ୍ୟ ରଖାଯାଇଛି। ପରବର୍ତ୍ତୀ ଖବର, ଲାଞ୍ଚ ନେବା ବେଳେ ମାଡ଼ ବସିଲା ଭିଜିଲାନ୍ସ। କଟକ ସିଆର୍ଆଇ ଥାନା ଆଇଆଇସି ଗିରଫ। ନୂଆ ବର୍ଷରେ ପୋଲିସ ବିଭାଗରୁ ଦୁର୍ନୀତିଗ୍ରସ୍ତଙ୍କୁ ଧରିବା ଆରମ୍ଭ କରିଛି ଭିଜିଲାନ୍ସ ସଂସ୍ଥା। କଟକ ସିଆର୍ଆଇ ଥାନା ଆଇଆଇସି ଶ୍ରୀ ବିଜୟ କୁମାର ବାରିକ ଗିରଫ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱର ରାଜମହଲ ଛକ ନିକଟରେ ଲାଞ୍ଚ ନେବା ସମୟରେ ସେ ଧରାପଡ଼ିଛନ୍ତି। ଶ୍ରୀ ବାରିକ ଜଣେ ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀଙ୍କ ବ୍ୟବସାୟକୁ ସୁଚାରୁ ରୂପେ ଚଳାଇବାକୁ 40,000 ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ସହ ତାଙ୍କ ପାଖରୁ ସମସ୍ତ ଟଙ୍କା ଜବତ କରାଯାଇଛି। ଏହି ଘଟଣା ପରେ ଶ୍ରୀ ବାରିକଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଶ୍ରୀ ବାରିକଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୋଲିସ 2ଟି ସ୍ଥାନରେ ଏକକାଳୀନ ସନ୍ଧାନ ଜାରି ରଖିଛି। ଭୁବନେଶ୍ୱର ୟୁନିଟ୍ 1ରେ ଅବସ୍ଥିତ ଶ୍ରୀ ବାରିକଙ୍କ ସରକାରୀ ଆବାସରେ ଚଢ଼ାଉ ସମୟରେ ପ୍ରାୟ 5 ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ଲାଞ୍ଚ ନେବା ଓ ଜବତ ହୋଇଥିବା ଟଙ୍କା ସମ୍ପର୍କରେ ଶ୍ରୀ ବାରିକଙ୍କୁ ପଚରାଉଚରା କରାଯାଉଛି। ଘଟଣାର ତଦନ୍ତ ଜାରି ରହିଛି। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡରେ ପରିବହନ ବିଭାଗ। ରାଜଧାନୀରେ ଆମ ବସ୍ ଚେକିଂ ପ୍ରକ୍ରିୟା କଡ଼ାକଡ଼ି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡରେ ପରିବହନ ବିଭାଗ।
ରାଜଧାନୀରେ ଆମ ବସ୍‌ର କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ଖୋଦ୍ ପରିବହନ କମିଶନର ଫିଟନେସ୍ ଯାଞ୍ଚ ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ସଡ଼କ ସୁରକ୍ଷା ଏବଂ ଯାତ୍ରୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଏନ୍ଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ କରାଯାଇଛି। ପରିବହନ କମିଶନର ଅମିତାଭ ଠାକୁରଙ୍କ ନେତୃତ୍ୱରେ ଏହି ସ୍ୱତନ୍ତ୍ର ଟିମ୍ ଆମ ବସ୍ ରୁଟ୍‌ରେ ରହି ଯାଞ୍ଚ କରୁଛନ୍ତି। ଅପରାହ୍ନରେ ମାଷ୍ଟର କ୍ୟାଣ୍ଟିନ୍ ଛକରେ ପହଞ୍ଚି ଏନ୍ଫୋର୍ସମେଣ୍ଟ ଟିମ୍ ଯାଞ୍ଚ କରିଛନ୍ତି। ଗାଡ଼ିର ଫିଟନେସ୍ ସାର୍ଟିଫିକେଟ୍, ଚାଲକଙ୍କ ଶାରୀରିକ ଓ ମାନସିକ ସ୍ଥିତି ଏବଂ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯାଉଛି। ସଡ଼କ ସୁରକ୍ଷାର ସମସ୍ତ ନିୟମ ପାଳନ ହେଉଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଉଛି। ମାଷ୍ଟର କ୍ୟାଣ୍ଟିନ୍ ପରେ ବିଭିନ୍ନ ବସ୍ ଷ୍ଟପେଜ୍ ଏବଂ ଡିପୋକୁ ଯାଇ ଏହି ଟିମ୍ ଆକସ୍ମିକ ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ପରିବହନ ବିଭାଗର ନିର୍ଦ୍ଦେଶ ପରେ ଆମ ବସ୍ ଯାଉଥିବା ରୁଟ୍‌ରେ କଡ଼ାକଡ଼ି ଚେକିଂ ଚାଲିଛି। ସମସ୍ତ ଥାନା ଅଧିକାରୀଙ୍କୁ ଡିସିପିଙ୍କ ନିର୍ଦ୍ଦେଶ ଦିଆଯାଇଛି। ବ୍ରେଥ୍ ଆନାଲାଇଜର ଦ୍ୱାରା ବସ୍ ଡ୍ରାଇଭରଙ୍କୁ ଚାଲିଛି ଚେକିଂ। ସମସ୍ତ ଥାନା ଅଧୀନରେ ଚାଲିଛି ସ୍ପେଶାଲ ଡ୍ରାଇଭ୍। ଆମ ବସ୍ ଦୁର୍ଘଟଣା ନେଇ ଉଦ୍ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାରମ୍ବାର ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ଡ୍ରାଇଭରମାନଙ୍କ କ୍ଷମତା ବୃଦ୍ଧି କରିବା ପାଇଁ ନିୟମିତ ଟ୍ରେନିଂ ଦେବାକୁ ପରାମର୍ଶ ଦେଇଛନ୍ତି। ଡ୍ରାଇଭରମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି କରିବା ସହ ବସ୍‌ର ନିୟମିତ ଫିଟନେସ୍ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆମ ବସ୍ ପରିଚାଳନା ସଂସ୍ଥା ସିଆର୍‌ୟୁଟି ସହିତ ସମନ୍ୱୟ ରକ୍ଷା କରି ଏ ସମସ୍ୟାର ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରବର୍ତ୍ତୀ ଖବର, ଭାରତରେ ଏକ ପ୍ରମୁଖ ନିବେଶ କେନ୍ଦ୍ର ଭାବେ ଉଭା ହୋଇଛି ଓଡ଼ିଶା। ଓଡ଼ିଶା ଦ୍ରୁତ ଗତିରେ ଭାରତର ଏକ ପ୍ରମୁଖ ନିବେଶର ଗନ୍ତବ୍ୟ ସ୍ଥଳ ଭାବେ ନିଜକୁ ପ୍ରତିଷ୍ଠା କରୁଛି। ସମ୍ପ୍ରତି ବର୍ଷଗୁଡ଼ିକରେ ରାଜ୍ୟରେ ବଢ଼ୁଥିବା ନିବେଶ ପ୍ରସ୍ତାବ ଏବଂ ନିବେଶକଙ୍କ ବଢ଼ୁଥିବା ବିଶ୍ୱାସ ଏହାର ଦୃଢ଼ ପ୍ରମାଣ। ଆର୍ଥିକ ବର୍ଷ 26ରେ ମୋଟ ପ୍ରସ୍ତାବିତ ନିବେଶର 13.1% ସେୟାର ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଓଡ଼ିଶା, ଯାହା ରାଜ୍ୟର ନୀତିଗତ ସ୍ଥିରତା ଏବଂ ବିକାଶମୁଖୀ ଶାସନ ପ୍ରତି ନିବେଶକଙ୍କ ବର୍ଦ୍ଧିତ ବିଶ୍ୱାସକୁ ପ୍ରତିଫଳିତ କରେ। 2025 ଜାନୁଆରୀରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ରାଜ୍ୟକୁ 16.73 ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିଲା ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ରିକ୍ୱାରମେଣ୍ଟ ଜେଏସ୍‌ସିସି ଜେଲ୍ ୱାର୍ଡର ଖାଲିଥିବା 1733ଟି ପଦବୀରେ ନିଯୁକ୍ତି ସୁଯୋଗ। ଝାଡ଼ଖଣ୍ଡରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀମାନଙ୍କ ପାଇଁ ଏକ ଖୁସି ଖବର। ଝାଡ଼ଖଣ୍ଡ ଷ୍ଟାଫ୍ ସିଲେକ୍ସନ୍ କମିଶନ ଜେଏସ୍‌ଏସ୍‌ସି ଜେଲ୍ ୱାର୍ଡର ପାଇଁ 1733ଟି ପଦବୀରେ ନିଯୁକ୍ତିର ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପାଇଁ ଅନଲାଇନ୍ ପଞ୍ଜୀକରଣ 2024 ଜାନୁଆରୀ 9ରୁ ଆରମ୍ଭ ହେବ। ଜେଲ୍ ୱାର୍ଡର ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ଜାନୁଆରୀ 9ରୁ ଫେବୃଆରୀ 8 ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ ଫର୍ମରେ ଯେକୌଣସି ତ୍ରୁଟି ସଂଶୋଧନ କରିବା ପାଇଁ ଫେବୃଆରୀ 11ରୁ 13 ତାରିଖ ପର୍ଯ୍ୟନ୍ତ ଏକ ସଂଶୋଧନ ୱିଣ୍ଡୋ ମଧ୍ୟ ଖୋଲା ରହିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଜାତୀୟ ଯୁବ ଦିବସରେ ସବୁ ଶିକ୍ଷାନୁଷ୍ଠାନରେ ହେବ ବନ୍ଦେ ମାତରମ୍‌ର ସାମୂହିକ ଗାନ। ବନ୍ଦେ ମାତରମ୍‌ର 150 ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜାନୁଆରୀ 12 ତାରିଖରେ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ ବନ୍ଦେ ମାତରମ୍ ଗାନ କରିବେ। ଏଥିସହ ସମସ୍ତ ଶିକ୍ଷାନୁଷ୍ଠାନରେ ଆତ୍ମନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ ପାଠ କରାଯିବ। ଏଥିନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆତ୍ମନିର୍ଭର ଭାରତ ଆମ୍ବାସଡର ଭାବେ ଜଣେ ବିଦ୍ୟାର୍ଥୀଙ୍କୁ ମନୋନୀତ କରାଯିବ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ଏଥିସହ ୟୁଥ୍ କ୍ଲବମାନଙ୍କରେ ମଧ୍ୟ ବନ୍ଦେ ମାତରମ୍ ଗାନ କରାଯିବ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୁବନେଶ୍ୱର ମଣ୍ଡଳ ସ୍ତରୀୟ ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୁରଜ ବନ୍ଦେ ମାତରମ୍‌ର ପୃଷ୍ଠଭୂମି ସମ୍ବନ୍ଧରେ ଆଲୋକପାତ କରିବା ସହ ଜାତୀୟ ଚେତନା ଏବଂ ଦେଶାତ୍ମବୋଧକ ଚିନ୍ତନରେ ବନ୍ଦେ ମାତରମ୍‌ର ଭୂମିକା ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ। ବନ୍ଦେ ମାତରମ୍ ସ୍ୱାଧୀନତା ଆନ୍ଦୋଳନର ସ୍ୱର ପାଲଟିଲା। ମା ଭାରତର ଜୟଗାନ କରିବା ସହ ଆଜି ମଧ୍ୟ ବନ୍ଦେ ମାତରମ୍ ସମସ୍ତ ଦେଶବାସୀଙ୍କୁ ସାହସ ଓ ଶକ୍ତି ପ୍ରଦାନ କରିଥାଏ ବୋଲି ସଂସ୍କୃତି ମନ୍ତ୍ରୀ କହିଥିଲେ। ଜାତୀୟ ଯୁବ ଦିବସରେ ସବୁ ଶିକ୍ଷାନୁଷ୍ଠାନରେ ହେବ ବନ୍ଦେ ମାତରମ୍।
ସାମୂହିକ ଜ୍ଞାନ। ବନ୍ଦେ ମାତରମର 150 ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜାନୁଆରୀ 12 ତାରିଖରେ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ ବନ୍ଦେ ମାତରମ୍ ଗାନ କରିବେ ସୁନିଶ୍ଚିତ ବୋଲି ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଦେଇଥିଲେ। ଛାତ୍ରଛାତ୍ରୀମାନେ ସାମୂହିକ ଭାବେ ବନ୍ଦେ ମାତରମ୍ ଗାନ କରିବେ। ଏଥିସହ ସମସ୍ତ ଶିକ୍ଷାନୁଷ୍ଠାନରେ ଆତ୍ମନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ ପାଠ କରାଯିବ। ଏଥିନିମନ୍ତେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆତ୍ମନିର୍ଭର ଭାରତ ଆମ୍ବାସଡର ଭାବେ ଜଣେ ଜଣେ ବିଦ୍ୟାର୍ଥୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କୁ ମନୋନୀତ କରାଯିବ। ଆଉ ସେହି ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବାର ବ୍ୟବସ୍ଥା ରହିଛି। ଆଉ ସେ ପ୍ରତିଯୋଗିତା ଆୟୋଜନ କରାଯାଇ ଯେଉଁମାନେ ଛାତ୍ରଛାତ୍ରୀ କୃତି କାର୍ଯ୍ୟ ହେବେ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି। ଏଥିସହ ୟୁଥ୍ କ୍ଲବ ମାନଙ୍କରେ ମଧ୍ୟ ବନ୍ଦେ ମାତରମ୍ ଗାନ କରାଯିବ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୁବନେଶ୍ୱର ମଣ୍ଡଳ ସ୍ତରୀୟ ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୁରଜ ବନ୍ଦେ ମାତରମ୍ ପୃଷ୍ଠଭୂମି ସମ୍ବନ୍ଧରେ ଆଲୋକପାତ କରିବା ସହ ଜାତୀୟ ଚେତନା ଏବଂ ଦେଶାତ୍ମକ ବୋଧକ ଚିନ୍ତନରେ ବନ୍ଦେ ମାତରମ୍ର ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ବନ୍ଦେ ମାତରମ୍ ସ୍ୱାଧୀନତା ଆନ୍ଦୋଳନର ସ୍ୱର ପାଲଟିଲା। ମା ଭାରତର ଜୟଗାନ କରିବା ସହ ଆଜି ମଧ୍ୟ ବନ୍ଦେ ମାତରମ୍ ସମସ୍ତ ଦେଶବାସୀଙ୍କୁ ସାହସ ଓ ଶକ୍ତି ପ୍ରଦାନ କରିଥାଏ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ